ବାଳକ ବାବୁ ଧନ୍ୟବାଦ। ପ୍ରାଇସ୍ କାର୍ଡ ଆମର ଆଜ୍ଞା ଅଛନ୍ତି। ଧନ୍ୟବାଦ। ନାନୀ ହଁ ଦିଦି ଅଛନ୍ତି। ନାଇଁ ନାନୀ ବୋଲୁଛି ଏଇଟା ଆଉ ଏକ୍ସ ପାଷ୍ଟର ଧନ୍ୟବାଦ। ଆଉ ଏ ସମୟରେ ମୁଁ ସବୁବେଳେ ଏବେ ଗୋଟେ ଜୋକ୍ କରିଗଲି। ପ୍ରଭୁଙ୍କ ଅନୁଗ୍ରହରୁ ପୃଥିବୀର ବିଭିନ୍ନ ଜାଗାରେ ଠିଆ ହେଇକିରି ମୁଁ ପ୍ରଭୁଙ୍କର ବାକ୍ୟ ଭୟ ଡର ନଥାଇକି କହେ। ଏଠିକି ହେଲା ବେଳକୁ ଡର ଲାଗୁଛି କାହିଁକି କଣ କହିବି କଣ ନାହିଁ ପ୍ରେଜ୍ ଦ ଲର୍ଡ। କଣ କହିବି ପ୍ରେଜ୍ ଦ ଲର୍ଡ। ହଉ ପ୍ରଭୁଙ୍କୁ ନାମ ଧନ୍ୟବାଦ ଦେଉଛି। ଏ ସମୟରେ ପଦେ ପଦେ କିଛି ନା କିଛି ଥଟ୍ସ ପ୍ରଭୁ ଯାହା ମୋ ଭିତରେ ଦେଲେ ଆସିବା ପୂର୍ବରୁ ଆଉ ସେ ବିଷୟ ଆମେ ଦେଖିବା। ଆଉ ଆମେ ଯଦି ଗୀତ ସଂହିତା 116ର ତାର 12 ପଦ ଯଦି ଦେଖୁଛୁ, ମୋ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳ ଦାନ ପାଲଟେ, ମୁଁ ତାହାକୁ କି ପ୍ରତିଦାନ କରିବି। ପ୍ରେଜ୍ ଦ ଲର୍ଡ। ହ୍ୱାଟ ସାଲ୍ ଆଇ ରେଣ୍ଡର ଅନ୍ଟୁ ଦ ଲର୍ଡ। କ୍ୱେଶ୍ଚିନ୍ ହେଲା, ପ୍ରଭୁଙ୍କର ମଙ୍ଗଳ ଦାନ ପାଇବା ମାତ୍ର ଯଥେଷ୍ଟ ନାହିଁ, ୱି ହାଭ୍ ଟୁ ରେସ୍ପଣ୍ଡ। ଆଉ ସେଇଠି ଆମେ ଦେଖୁଛୁ ଏ ସାମିଷ୍ଟ କହୁଛନ୍ତି ହ୍ୱାଟ ସାଲ୍ ଆଇ ରେଣ୍ଡର, ମୁଁ କ'ଣ କରିବି। ଆମେ ସବୁ ସମୟ ଅନେକ ସମୟରେ ଆମେ ଭାବୁଛୁ ପ୍ରଭୁ ମୋତେ ଆଶୀର୍ବାଦ କଲେ ସାକ୍ଷ୍ୟ ଦେଇଦେଲେ ହେଇଗଲା ହେଉଛି ନାଇଁ ମଣ୍ଡଳୀରେ। ନାଇଁ, ସେ କହୁଛନ୍ତି ସମଥିଙ୍ଗ ମୋର୍ ଦେନ୍ ଟେଷ୍ଟିମୋନି। ପ୍ରଭୁ ଆମର ଜୀବନରେ ଯାହା କରୁଛନ୍ତି ସେଥିପାଇଁ ୱି ହାଭ୍ ଟୁ ରେସ୍ପଣ୍ଡ। ହ୍ୱାଟ ସାଲ୍ ଆଇ ଡୁ, କ'ଣ କରାଯିବ। ସେଥିପାଇଁ ଆମର ପ୍ରତ୍ୟେକ ଜୀବନରେ ଏଠି ଆମେ ଯେତେ ଆମେ ବସିଛୁ, ବିଶେଷ ଭାବରେ ଆମର ପରିବାରରେ ଆମେ ଚିନ୍ତା କରୁଛୁ ପ୍ରଭୁ ଆମକୁ କେତେ ଯେ ମଙ୍ଗଳ ଦାନ କରିଛନ୍ତି। ୱି କାନଟ୍ ଇମାଜିନ୍, ଭାବିବା ଚିନ୍ତା କରିବା ଠାରୁ ପ୍ରଭୁ ଆମକୁ ଆଶୀର୍ବାଦ କରିଛନ୍ତି। ହ୍ୱାଟ୍ ୱି ଥିଙ୍କ ମୋର୍ ଦେନ୍ ଦ୍ୟାଟ୍, ହ୍ୱାଟ୍ ୱି ଏକ୍ସପେକ୍ଟ। ଆମେ ଯାହା କିଛି ଚିନ୍ତା କରିଛୁ ଭାବିଛୁ ତାଠାରୁ ମଧ୍ୟ ପ୍ରଭୁ ଆମକୁ ଅନେକ ଆଶୀର୍ବାଦ ପ୍ରଭୁ କରିଛନ୍ତି। ସେ ଆମେ କେବେ ହେଲେ ଆମେ ଭୁଲିଯିବାକୁ ନାହିଁ। ସେଥିପାଇଁ ଦ୍ୱିତୀୟ ବିବରଣ 32:7 ଗୋଟେ ଅଛି, କାହିଁକିନା ସମୟର ଅଭାବ ହେତୁ ମୁଁ ଟିକେ ଏଠି ରେକର୍ଡ କରିଦେଇଛି, ପଢ଼ି ଦେଉଛି। ପୂର୍ବ କାଳର ଦିନ ସବୁ ସ୍ମରଣ କର। କ'ଣ କର? ସ୍ମରଣ। ଆମେ ଖାଲି କାଲିକି କ'ଣ ହେବ ସେଇଟା ଆମେ ସ୍ମରଣ କରୁଛୁ, ଆଜି କ'ଣ ହେଇଛୁ ସେଇଟା ସ୍ମରଣ କରୁଛୁ ନାଇଁ। ରିମେମ୍ବର ଦ ଡେଜ୍ ଅଫ୍ ଦ ଓଲ୍ଡ, ଇଂଲିଶରେ ବଡ଼ ସୁନ୍ଦର ଡେଜ୍ ଅଫ୍ ଦ ଓଲ୍ଡ। ଆମର ପୂର୍ବ ଦିନର ସମସ୍ତ ବିଷୟ ଟିକେ ଆମେ ଚିନ୍ତା କରୁ। ଆମେ କେମିତି ଥିଲୁ, କେମିତି ଆସିଲୁ, ଆଜି ଆମେ ଏଠି କେମିତି। ସେଥିପାଇଁ ମୁଁ ଗାଁକୁ ଆସିଲେ ସବୁ ମନେ କରୁଥିଲି। ଏଠି ଆମେ ବୁଲୁଥିଲୁ, ଏଠି ଆମେ ଗାଧଉଥିଲୁ, ଏଠି ଆମେ ଆଉ କ'ଣ ସବୁ ଫୁଲ ଚୋରଉଥିଲୁ ବାରିପଟେ ଯାଇ। କାହା ବାରିପଟେ କ'ଣ ଅଛି ସେଟା ମଧ୍ୟ ଖାଲି ଫୁଲ ଆକାର ଖାଇବାଟା ମଧ୍ୟ ଥିବା ସେ ପ୍ରକାର କର। ସେଥିପାଇଁ ଲେଖା ଅଛି ପୂର୍ବ ଦିନ ଟିକେ ସ୍ମରଣ କର। ସେଥିପାଇଁ ମୁଁ ବେଳେବେଳେ ଆସିବା ପାଇଁ ବହୁତ ଇଚ୍ଛା କରୁଛି। ନଦୀ ତୋଟାକୁ ଆମେ ଯାଇ କ'ଣ କରୁଥିଲୁ ଏସବୁ ରିମେମ୍ବର। ଯଦି ତୁମର ଯଦି ମନେ ନାହିଁ ତାପରେ କ'ଣ କରିବ ଅଛି, ତୁମର ପିତାଙ୍କୁ ପଚାର ତମେ କେମିତି ଥିଲ, ସେ ତୁମକୁ ଜଣାଇବେ। ତୁମ ପ୍ରାଚୀନ ମାନଙ୍କୁ ପଚାର। କେତେବେଳେ ତାଙ୍କୁ ପଚାରିଥାଉଛ ଆମେ କେମିତି ଥିଲୁ ବୋଲି। ପ୍ରେଜ୍ ଦ ଲର୍ଡ। ଆମେ କେମିତି ଥିଲୁ ପଚାର, ପ୍ରାଚୀନ ମାନଙ୍କୁ ମଧ୍ୟ ପଚାର ଆମେ କେମିତି ଥିଲୁ, ସେଟା ଟିକେ ସ୍ମରଣ କର। ସେଥିପାଇଁ ବାକ୍ୟ ଦେଖୁଛୁ ଆମେ ମଧ୍ୟ ସ୍ମରଣ କରିବା। ପ୍ରଭୁ ଆମକୁ ଗୋଟେ ସ୍ଥାୟୀକୁ ଆଣିଲେ, ଆଶୀର୍ବାଦ କଲେ, କିନ୍ତୁ ଆମେ ସେ ପୂର୍ବ ଦିନ କେବେ ହେଲେ ଭୁଲି ଯିବାକୁ ନାହିଁ। ସେଥିପାଇଁ ଦାଉଦ ଭକ୍ତ ମଧ୍ୟ ବାରମ୍ବାର ସେ ବିଷୟରେ ସେ ଚିନ୍ତା କରୁଥିଲେ। ସେ ଚିନ୍ତା କରୁ କରୁ ସେ କହିଲେ ମୁଁ କେମିତି ଥିଲି ଆଜି କ'ଣ ଅଛି। ଗୀତ ସଂହିତା 78:70 ଲେଖା ଅଛି। 78:70 କେତେ 78:70। ଆଉ ସେ ଆପଣା ଦାସମାନଙ୍କୁ ମନୋନୀତ କଲେ ଓ ମେଷ ଖୁଆଡ଼ରୁ
ତାଙ୍କୁ ଗ୍ରହଣ କଲେ। ଇଂଲିଶରେ ଶିପ୍ କୋଟ୍। ଶିପ୍ କୋଟ୍ ବୋଲେ ଯୋଉଠି ମେଷ ସବୁ ମେଣ୍ଢା ସବୁ ଶୋଉଛନ୍ତି ସେମିତି ଜାଗାରୁ ପୁଣି ତାଙ୍କୁ ସେ ଉଠେଇଲେ, ମେଣ୍ଢା ଯେମିତି ଶୋଉଥିବ। ମତେ ମନେ ଅଛି ଗୋଟେ ଗାଁ ଯିବାରୁ ମୋର ଗୋଡ଼ ପଟେ କୁକୁର ଥିଲା, ଗୋଟେ ଶୋଇଥିଲା, କୁକୁଡ଼ା ମାନେ ଶୋଇଥିଲା। ସେ ଗାଁରେ ମୁଁ ଯାଇକି ଶୋଇଛି କନ୍ଧମାଳ। ସେପରି ସେଇଥିପାଇଁ ସେ କହୁଛି, ଦାଉଦ ମଧ୍ୟ କହୁଛି ଯୋଉଠି ମେଣ୍ଢା ସବୁ ଛେଳି ଶୋଉଥିଲେ ସେ ସବୁ ଜାଗାରୁ ମତେ ପ୍ରଭୁ ମତେ ଆଜି ଉଠେଇଛନ୍ତି। ଆମେ ଟିକେ ଆମେ ଏସି ରୁମରେ ଥିଲା ବେଳକୁ ଡିସି ରୁମ୍ ଆମେ ପାଶରେ ଯାଉଛୁ ନାଇଁ, ଆମେ କେମିତି ଥିଲୁ। ହଁ ଆଶୀର୍ବାଦ, ସେଥିପାଇଁ କହୁଛି ସେ ମନେ କରୁଛି, ରିମେମ୍ବର, ମୁଁ ମନେ କରୁଛି ମୁଁ ଫ୍ରମ୍ ଶିପ୍ କୋଟ୍, ମେଷ ଖୁଆଡ଼ରୁ ମତେ ସେ କ'ଣ କରିଛନ୍ତି, ବାହାର କରିଛି। ସେଥିପାଇଁ ମୁଁ ତାଙ୍କୁ କେବେ ହେଲେ ମୁଁ ପାଶରେ ଯିବି। ସେଥିପାଇଁ କରେ, ହେ ମୋହର ମନ ସଦାପ୍ରଭୁ କର, ହେ ତାଙ୍କର ମଙ୍ଗଳ ଦାନ ସବୁ ପାଶରେ। ଆମ ପ୍ରଭୁ ଉପରକୁ ଉଠେଇଲା ବେଳକୁ ଆମେ ପଛକୁ ଯିବାକୁ ଆମେ ମନେ କରି ଅଛି। ସେ କହୁଛି ପ୍ରଭୁ ମତେ ରାଜା କରିଦେଲ, ସେଟା ବଡ଼ କଥା। ମୁଁ କେମିତି ଥିଲି, ଆଇ ୱାଜ୍ ଇନ୍ ଶିପ୍ କୋଟ୍। ମେଷ ସେ ଛୁଆମାନେ ଯୋଉଠି ଥିଲେ ସେତିକି ଏକା ନାହିଁ, ତାର ଜବ୍ ମନେ ଦେଖ, ଗୀତ ସଂହିତା 78, 71 ସେଠି ସେଇଠି ଆକା 71 ଦେଖ। ହଁ ହଁ, ପଛରୁ ଆଣିଲେ। ଏଇଟା ଗୋଟେ ଓଡ଼ିଆର ବୁଝି ହଉନାହିଁ। ସ୍ନେହ ଦାଇନୀ ମେଷି ଗଣ ବୋଲେ କୋଉ ଛୁଆ ସବୁ ମେଷି ଗଣ ବୋଲେ ମେଷ ମେଷି ବୋଲେ ସେ କ'ଣ ଚରଉଥିଲେ ଆମେ କହୁଛୁ ନାଇଁ କି, ଚରେଇବାଟା ମେଷ ମାନଙ୍କୁ ଚରଉଥିଲେ। ଆମର ଚରେଇବା ନାଇଁ କି, ବଳଦ ମାନଙ୍କୁ ଗୋରୁ ମାନଙ୍କୁ ଚରେଇବା, ସେ ମେଷି ମାନଙ୍କୁ ସେ ଚରଉଥିଲା ତାଙ୍କ ପଛରୁ। ଦେଖ ସେ ପୋଜିସନରୁ ଆଜି ଇସ୍ରାଏଲର ରାଜା ମତେ କରିବେ। ହାଲେଲୁୟା କହିପାରିବେ କି? ହଁ, ହାଲେଲୁୟା। ସେଥିପାଇଁ ସେ ଚିନ୍ତା କରୁଛି, ପ୍ରଭୁ ମତେ ଆଜି ଏହି ସ୍ଥାନରେ ରଖିଛନ୍ତି, ମୁଁ କେମିତି ପାଶରେ ଯିବି। ସେଥିପାଇଁ ଯେତେବେଳେ ତାଙ୍କ ସେ ପ୍ରଭୁଙ୍କର ଉପସ୍ଥିତି ଆସିଲା ତାଙ୍କ, ସେ ସମୟରେ ଛୋଟ ଛୁଆ ପରେ ସେ ନାଚି ନାଚି ପ୍ରଭୁଙ୍କର କ'ଣ କରୁଛି, ଧନ୍ୟବାଦ କରୁଛି। ପ୍ରଭୁଙ୍କର ଉପସ୍ଥିତି ଆର୍କ ଅଫ୍ କାଭରେଣ୍ଟ କହିବେ, ଆର୍କ ଅଫ୍ କାଭରେଣ୍ଟ ଯେ ଆସିଲା, ଆର୍କ ନିୟମ ସିନ୍ଧୁକ। ହଁ, ପ୍ରଭୁଙ୍କର ଯଦି ଉପସ୍ଥିତି ଆସିଲା ତାଙ୍କର, ସେ ସମୟରେ ଛୋଟ ଛୁଆ ପରେ ଦାଉଦ ନାଚୁ 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 ନା ତାର ଖଦି ପଡ଼ିଗଲା। ଆମେ ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧୁଛୁ, ତାର ଖଦି ପଡ଼ିଗଲା। ସେତେବେଳେ ମିଖଲ ଦେଖୁଛି କୋଉଠୁ, ଝରକା ଉପରୁ, ସେ ଆଉ ତଳକୁ ଆସିଲେ, ଝରକା ଉପରୁ ଦେଖି ସେ ଲାଜ ହେଇଯାଉଛି। ଆରେ ଆରେ, ଏତେ ବଡ଼ ରାଜା, ଏ ଦାସୀ ମାନେ ଘେରିଛନ୍ତି, ଚାକରାଣୀ ମାନେ ଅଛନ୍ତି, ଏ କ'ଣ ଗୋଟେ ଛୋଟ ପିଲା ପରେ ନାଚୁଛି। ଜଣେ କିଏ ନାଚିଲେନ ବୋଧେ, ଆମେ ନାଚୁଛୁ କେତେବେଳେ ଡୁବ 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 ହେଲା ମୋ ନାଚ ଆସେ ନାଇଁ। କିନ୍ତୁ ସେ ସେଠି ଡୁବ ଡୁବ ନାହିଁ, ଡାବ ଡୁବ ନାହିଁ। ପ୍ରଭୁଙ୍କର ଉପସ୍ଥିତି ଆସିଲା ବେଳକୁ ସେ ନିଜେ ନିଜେ କ'ଣ କରୁଛି, ପ୍ରଭୁଙ୍କର ଧନ୍ୟବାଦ ଦେଉଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଜି ସବୁ ମ୍ୟୁଜିକ୍ ଅଛି, ସବୁ ଅଛି। ଆଜ୍ଞାଙ୍କୁ ମନେ ଅଛି ଆମେ ବଣକୁ ଯାଇକି ନାଚୁଥିଲୁ, ଆଣ୍ଠୁ ପକାଇ ନାଚୁଥିଲୁ। ପ୍ରଭୁଙ୍କ ଧନ୍ୟବାଦ, ఎందుకంటే ପ୍ରଭୁ ଆମ ପାଇଁ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛ। ସେଥିପାଇଁ ସେ ପ୍ରଭୁଙ୍କ ପାଶରେ ଯାଇନି। ପ୍ରଭୁ ମୁଁ ଗୋଟେ ଘରୁ ଚରଉଥିଲେ ନା କ'ଣ, ଛେଳି ଚରଉଥିଲେ, ମେଣ୍ଢାମାନଙ୍କୁ ଚରଉଥିଲେ, ସେ ଗୁହାଳରେ ଶୋଉଥିଲେ। ମତେ ଆଜି ତୁମେ ମତେ ରଜା କରି, ମୁଁ କେମିତି ପାଶେ। ପ୍ରଭୁଙ୍କର ଉପସ୍ଥିତି ଆସିଲା ବେଳକୁ ସେ ପୁରା ଛୋଟ ଛୁଆ ପରେ ନାଚି ନାଚି ପ୍ରଭୁଙ୍କର ଧନ୍ୟବାଦ କରୁଛି। ସେ ସମୟରେ ମିଖଲ ଲଜ୍ଜା ହେଇଗଲା। ଲଜ୍ଜା କେତେବେଳେ ଆସିବ, ଯେତେବେଳେ ପ୍ରାଇଡ୍ ଆସେ ଆମ ହୃଦୟରେ, ଯେତେବେଳେ ଅହଙ୍କାର ଆସେ, ଗର୍ବ ଆସେ, ସେତେବେଳକୁ ଆମକୁ ଲଜ୍ଜା ଲାଗୁଛି, ପ୍ରେଷ୍ଟିଜ୍ ଆସେ। କିନ୍ତୁ ଦାଉଦ ପ୍ରେଷ୍ଟିଜକୁ ଦେଖି ନାହାନ୍ତି। ପ୍ରଭୁଙ୍କ ଧନ୍ୟବାଦ ହଉଛୁ, ହାଲେଲୁୟା କହିବା କି? ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଆଉ ଗୋଟେ ପଦରେ ମଧ୍ୟ ସେ କହୁଥିଲେ, ପ୍ରେଜ୍ ଦ ଲର୍ଡ, ଦେଖନ୍ତୁ ସେଇ ପଦ 6, ଦ୍ୱିତୀୟ ସାମୁଏଲ 6:22, ଦ୍ୱିତୀୟ ସାମୁଏଲ 6:22। ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି। କ'ଣ କହୁଛି ସେ?
ଏଥିରୁ ହିଁ ମୁଁ ଆଉ କ୍ଷୁଦ୍ର ହଁ ଲଘୁ ହେବି ନିଜ ଦୃଷ୍ଟିରେ ନୀଚ ହେବି। ତଥାପି ତମେ ଯେଉଁ ଦାସୀମାନଙ୍କ କଥା କହିଲ ସେମାନଙ୍କ ଠାରୁ ଗୌରବ ପାଇବି। ହାଲେଲୁୟା। ପ୍ରଭୁ ମତେ ଦାସୀ ମାନେ ମତେ ଗୌରବ, କାହିଁକି ନା ପ୍ରଭୁଙ୍କ ଠାରେ ମୁଁ କଣ ହେବି? କ୍ଷୁଦ୍ର ହେବି। ପ୍ରଭୁ ଆମକୁ ଯେତେ ଉପରକୁ ନେଲେ ଆମେ କଣ କରିବା ଅଛି? ଆମେ କ୍ଷୁଦ୍ର ହେବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯେତେ କ୍ଷୁଦ୍ର ହେଲେ ପ୍ରଭୁ ଆମକୁ ଆଶୀର୍ବାଦ। ସେଥିପାଇଁ କହିଲେ, ଏ ତର୍ଜମାରେ ମତେ ଭଲ ଲାଗୁଛି, ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି। ଏଠି କଣ କଲା ତମେ? ଲଘୁ ବୋଲେ ଟିକେ କଷ୍ଟ ଲାଗୁଛି ନାଇଁ? କ୍ଷୁଦ୍ର ହେବି। ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି। ପ୍ରେଜ୍ ଦ ଲର୍ଡ। ସମସ୍ତେ ଖାଲି ସିଂହାସନ ଆମକୁ ଦରକାର ବୋଲଛୁ ନାଇଁ? କିନ୍ତୁ ସେ କଣ କହୁଛି? ମୁଁ ନୀଚ ହେବି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଧନ୍ୟବାଦ। ଆମେ ଯେତେ ନୀଚ ହେଲେ ପ୍ରଭୁ କଣ କରିବେ? ସେତେ ଉପରକୁ ଉଠେ। ମୁଁ ସାନ ବେଳକୁ ଭଲିବଲ ବେଶୀ ଖେଳିବାର ଏଠି। ଭଲିବଲ ଜାଣିଛୁ ପରା? ହଁ, ଭଲିବଲ। ସେ ଭଲିବଲ ଉପରକୁ ଉଠିବ ବୋଲେ କଣ କରା? ଯେତେ ଆମେ ତଳକୁ ମାରିଲେ ସେତେ ଉପରକୁ ସେ। ପ୍ରେଜ୍ ଦ ଲର୍ଡ। ଭଲିବଲ ଯେତେ ଆମେ ଜୋରରେ ତଳେ ମାରିଲେ ସେତେ ମୁଁ ଯେତେ ନୀଚ ହେବି ପ୍ରଭୁ ମତେ ସେତେ ଉଚ୍ଚ କରେ। ପ୍ରଭୁ ମତେ ଲଘୁ କରେ। ସେଥିପାଇଁ ପ୍ରଭୁଙ୍କର ଆମେ ଧନ୍ୟବାଦ ଦେଉଛୁ। ଆମକୁ ପ୍ରଭୁ ଆଶୀର୍ବାଦ କଲେ ଆମେ ପ୍ରଭୁଙ୍କ ଦୃଷ୍ଟିରେ ଆମେ ନୀଚ ହେବା। ସେଥିପାଇଁ ଶେଷରେ ଯଦି ସମସ୍ତେ ଆମେ ଜାଣୁଛୁ ସେ ପଦ ଆଉ ଫିଲିପ ପୁସ୍ତକ 2:6-11 ଯଦି ପଢୁଛୁ, ସବୁଠୁ କିଏ ନମ୍ର ହେଲେ ଏଠି ପୃଥିବୀରେ ଆମେ ଦେଖୁଛୁ। ପଢିବ କି ଭାଇ? 6ରୁ ପଢ। ସେ କିଏ ସେଟା? ଈଶ୍ୱର ସ୍ୱରୂପୀ। ଯୀଶୁ ଈଶ୍ୱର ସ୍ୱରୂପୀ ନାହିଁ, ସେ ହେଇଛି ଈଶ୍ୱର। ସେ ନିଜେ ସୃଷ୍ଟିକର୍ତ୍ତା। ସେଇଠି ସେ ରହିବା ପାଇଁ ଇଚ୍ଛା କଲେ ନାହିଁ। ହଁ, ମନେ କଲେ ନାହିଁ। ଦେଖ, ଶୂନ୍ୟ ଈଶ୍ୱର ସେ କଣ ହେଲେ? ମନୁଷ୍ୟ। ଆଜି ମନୁଷ୍ୟ କଣ ହେବା ପାଇଁ ଚାହୁଁଛି? ଈଶ୍ୱର ହେବା ପାଇଁ ଚାହୁଁଛି। ଓଲଟା ହେଇଯାଉଛି। ସେ କିନ୍ତୁ ସେ ଈଶ୍ୱର ସେ କଣ ହେଲେ? ମନୁଷ୍ୟ। ଖାଲି ମନୁଷ୍ୟ ରହିଗଲି। ଭାଇ ପଢା ତଳକୁ। ହଁ, ପର୍ଯ୍ୟନ୍ତ ଅବନତ କଲେ। ହଁ, ଓକେ। ଏଠି ମନୁଷ୍ୟ ସଦୃଶ ହୋଇ କଣ ବୋଲା? ଏଠି ନାହିଁ ସେମିତି? ହଁ, ସେଟା ନାହିଁ କି? ଅଛି ତ, ସେଇଟା ପଢ। ଖାଲି ଈଶ୍ୱର ଯେ ମନୁଷ୍ୟ ହେଲେ ନାହିଁ, ମନୁଷ୍ୟ ସମସ୍ତେ ସମାନ, କିନ୍ତୁ ସେ କଣ କଲେ? ଦାସ ସ୍ୱରୂପ ହେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା କରିବା କି? ଆମେ ଟିକେ ଶିଖିବା ଆମ କ୍ୟାରେକ୍ଟର ଅଫ ଖ୍ରୀଷ୍ଟିଆନିଟି। ଆମେ ଖ୍ରୀଷ୍ଟିଆନ ହେବାର ଗୋଟେ ଗୁଣ କହୁଛି, ସେ ଈଶ୍ୱର ହେଇ କଣ ହେଲେ? ମନୁଷ୍ୟ। ମନୁଷ୍ୟ ଆଉ କଣ ହେଲେ? ଦାସ। ତେଲୁଗୁରେ ପାନି ମାନି ସିଏ ବୋଲେ। ପାନି ବୋଲେ ଟିକେ ଝାଡୁ କରିବା ଲୋକଙ୍କୁ ଦାସ, ଧୁଆ ଧୁଇ କରିବାକୁ। ସେ ମନୁଷ୍ୟ ମାତ୍ର ନାହିଁ, ସେ ଦାସ। ଦାସ ଖାଲି ହେଲେ ନାହିଁ, ସେ ପ୍ରୁଫ୍ କଲେ। କାହା ଗୋଡ ଧୋଇଲେ? ସେ ଶିଷ୍ୟମାନଙ୍କ। ଶିଷ୍ୟମାନେ ଯାଇକିରି ଗୋଡ ଚିପି ପାରୁଛି, ଗୋଡ ଧୋଇ ପାରୁଛି, କିନ୍ତୁ ଏ ଯାଇକିରି କଣ କରୁଛି? ଗୋଡ ଧୋଉଛନ୍ତି ଶିଷ୍ୟମାନେ। ଦେଖ କ୍ୟାରେକ୍ଟର। ଈଶ୍ୱର କଣ ହେଲେ? ମନୁଷ୍ୟ। ମନୁଷ୍ୟ ହେଇ କଣ ହେଇଗଲେ? ଦାସ ସ୍ୱରୂପ। ତାପରେ ତଳକୁ ଖାଲି ଦାସ ତ ହେଲାନି, ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଅବନତ କରେ। କୃଷ୍ୟ ମୃତ୍ୟୁ ବୋଲେ କିଏ? କ୍ରିମିନାଲ। କ୍ରିମିନାଲ ବୋଲେ କଣ କହୁଛନ୍ତି? କାହାକୁ କ୍ରିମିନାଲ କହିବେ? ହଁ, କ୍ରିମିନାଲ ବୋଲେ ଯୋଉମାନେ କି ପାପ ଅପରାଧ କରୁଛନ୍ତି, ମର୍ଡର କରୁଛନ୍ତି, ସେମାନଙ୍କୁ କ୍ରିମିନାଲ। ସେମାନଙ୍କୁ ଝୁଲେଇ ଦଉଛି। ସେ ନିଜେ ଖାଲି ମନୁଷ୍ୟ ହେଲା ନାହିଁ, ଦାସ ହେଲା ନାହିଁ, ଗୋଟେ ଆମ ପାଇଁ ଗୋଟେ କ୍ରିମିନାଲ, ଗୋଟେ କଣ କହିବେ? ଦାଗୀ। ହଁ, ଗୋଟେ ଦାଗୀ ଆମ ପାଇଁ। ଗୋଟେ ଚୋର ପରି, ଦାଗୀ ପରି ଆମ ପାଇଁ ଝୁଲିବା ପାଇଁ ଇଚ୍ଛା କଲେ। ସେଥିପାଇଁ ଆମେ ଗୀତ ଗୋଟେ ଗାଇଥାଉଛୁ, ଛୋଟବେଳେ ଆମେ ଗାଏ, ଝୁଲିଲ ମୋ ପାଇଁ କ୍ରୁଶରେ। ପାଶରେ ଲେଖେ, ଝୁଲିଲ ମୋ ପାଇଁ କ୍ରୁଶରେ, ହାୟ ମୋର ଯୀଶୁ
ସୁନ୍ଦର ଝରିଗଲା ଝର ଝର କେତେ ତପତରୁ ଧୀର ଝୁଲିଲା ମୋ ପାଇଁ କ୍ରୁଶରେ। ହାଲେଲୁୟା। Hallelujah. ଏ ଗାଇବା ପାଇଁ ଚେଷ୍ଟା କଲି, ଛୋଟବେଳେ ଗାଉଥିଲି ତ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଦେଖନ୍ତୁ, ଟିକେ ଆଲୋଚନା କର ପ୍ରଭୁଙ୍କର ହ୍ୱାଟ ଇଜ ଦ କ୍ୟାରେକ୍ଟର, ତାଙ୍କର ମନ କଣ? ଈଶ୍ୱର। କିନ୍ତୁ କଣ ହେଲେ ମନୁଷ୍ୟ, ମନୁଷ୍ୟ ମାତ୍ର ନାହିଁ, ସେ କଣ ହେଲେ ଦାସ। ଦାସ ହେଲେ ନା ଆମ ପାଇଁ ଗୋଟେ ଦାଗୀ କ୍ରିମିନାଲ, ଆମ ପାଇଁ ଝୁଲିବା ପାଇଁ ଚେଷ୍ଟା। ସେଥିପାଇଁ ସେ ମରଣ ପର୍ଯ୍ୟନ୍ତ ପ୍ରଭୁଙ୍କର ପିତାଙ୍କର କଣ ହେଲେ ଆଜ୍ଞାଧୀନ, ଓବିଡିଏଣ୍ଟ। ସେଥିପାଇଁ ବାଇବଲରେ କଣ ପ୍ରଭୁ ତାଙ୍କୁ କମ କରିଦେଲେ କି ସବୁ ନାମ ଅପେକ୍ଷା ତାଙ୍କ ନାମ ମହତ କଲେ। ହାଲେଲୁୟା। ଏଭ୍ରି ନେମ୍, ଯେତେ ଅଛି ସ୍ୱର୍ଗ ପୃଥିବୀରେ ଯେତେ ନାମ, ସବୁ ନାମ ଅପେକ୍ଷା ତାଙ୍କ। ହାଲେଲୁୟା। ସମସ୍ତ ଜାନୁ କଣ କରିବେ, ତାଙ୍କ ଉପରେ ନତେ ହେବ। ତେଲୁଗୁ ପଦ ପଳାସ ତ ସମସ୍ତ ଜାନୁ ତାଙ୍କ ଉପରେ ନତେ, ସମସ୍ତ ଜିଭା ପ୍ରଭୁ ବୋଲି। କଣ ହ୍ୱାଟ ଇଜ ଦ ସିକ୍ରେଟ, ୟାର ରହସ୍ୟ କଣ? ନମ୍ର ହିଁ। ପ୍ରେଜ୍ ଦ ଲର୍ଡ। ନମ୍ର ଲୋକମାନେ ଧନ୍ୟ, ସେମାନେ ପୃଥିବୀର ଅଧିକାର। ଆମେ ଷ୍ଟାର୍ଟ କରିନୁ ବୋଧେ, ଆମେ ନମ୍ର ହେବା ଆମେ ଷ୍ଟାର୍ଟ ହେଇନି। ନମ୍ର ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ। ଆମେ ଏଠିକି ଆମ ଚିନ୍ତା ହେଲା ପ୍ରଭୁ ଆମେ କଣ କମ କରିନା, ହ୍ୱାଟ ହି ହାଜ ନଟ୍। ଦାଉଦ ମାତ୍ର କହୁନାହାନ୍ତି ସେ ଘୁଷୁରୀ ଗୁଡାରୁ ମତେ ନେଲା, ଆମର ଘୁଷୁରୀ ଗୁଡା ଥିଲା ଗାଁରେ ସବୁ, ସେପଟେ ଆମକୁ ନେଇଛନ୍ତି। ଶିବକୋଟ ସେତିକି ନାହିଁ, ଚୋରଉଥିଲି। କଣ ଚୋରଉଥିଲି? ଛେଳି ମାନଙ୍କୁ ଚୋରଉଥିଲି। ଛେଳି ଚୋରେଇବାକୁ ଲାଗି ଆଜି ରଜା କରିଦେଲା। ପ୍ରଭୁଙ୍କ ଧନ୍ୟବାଦ। ଆମ ଉପରେ ତ ପ୍ରଭୁ କମତି କଲେ, କିନ୍ତୁ ଆମେ କଣ ହେବା? ଆମେ ନମ୍ର ହେବା, ଆଉ ନମ୍ର ହେବା, ଆଉ ନମ୍ର ହେବା, ଆଉ ପ୍ରଭୁ ଆଉ ଥରେ ଉପରକୁ ନେବେ। 20 ମିନିଟ୍ ହେଇଗଲା ନା ଫିଜ୍ ଦେବି କି? ନାଇଁ। ଧନ୍ୟବାଦ, ହାଲେଲୁୟା। ସମସ୍ତଙ୍କୁ ଧନ୍ୟବାଦ। ଧନ୍ୟବାଦ ପ୍ରଭୁଙ୍କ ଦାସଙ୍କୁ, ସେ ସମୟ ଭିତରେ ଏମାନଙ୍କୁ ଉତ୍ସାହିତ କରିଛନ୍ତି ବାକ୍ୟ ଦେଇ। ହାଲେଲୁୟା।